କୁଶଳ ରାଜ୍ୟ ହେବାଟା ତାର ଯଥାର୍ଥତା ତ ଅଛି, କିନ୍ତୁ ରାଜ୍ୟ ହେଇଗଲେ ତ ଶାସନ ବ୍ୟବସ୍ଥା ସେଟା ଏକା ରହବା। ଆମେ ଯେବେ ଏବେ ଇ ଶାସନ ବ୍ୟବସ୍ଥାରେ ଅଛୁ, ରାଜ୍ୟ ହେଲେ ବି ସେ ଶାସନ ବ୍ୟବସ୍ଥାରେ ରହିବ। ନମସ୍କାର ଦର୍ଶକ ବନ୍ଧୁ, ଟାଇମ୍ସ ୱାନ୍ ଓଡ଼ିଆର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିରଳ ବ୍ୟକ୍ତିତ୍ୱ। ଆଜି ଆଉ ଏକ ଅଧ୍ୟାୟରେ ଆମେ ଭେଟିବା ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଯିଏକି ଜିଲ୍ଲା ମୁଖ୍ୟାଳୟ ନୂଆପଡ଼ା, ବର୍ତ୍ତମାନ ସେ ସେଇଠି ରହୁଛନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଅନେକ ସମୟରେ ଶୁଣିଥିବେ, ଦେଖିଥିବେ, ଜାଣିଥିବେ କୌଶଳ ରାଜ୍ୟକୁ ନେଇ ଅନେକ ସମୟରେ ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ ହେଇ ଆସିଛି। କିନ୍ତୁ ଆମେ ଆଜି ଯେଉଁ ବ୍ୟକ୍ତିତ୍ୱଙ୍କୁ ଭେଟିବା ସେ ମଧ୍ୟ କୋଶଲି ଭାଷାକୁ ନେଇ ତାଙ୍କ ନିଜସ୍ୱ ଢଙ୍ଗରେ ଏକ ଆନ୍ଦୋଳନ ଆରମ୍ଭ କରି ଆସିଛନ୍ତି। ସେ ଆନ୍ଦୋଳନ ପାଇଁ ସେ କେବେ କାହାକୁ ସଂଗଠିତ କରିନାହାନ୍ତି ବା କୌଣସି ସଂଗଠନର ସାହାଯ୍ୟ ନେଇନାହାନ୍ତି। ନିଜ ହିସାବରେ ସେ ଆନ୍ଦୋଳନକୁ ଜାରି ରଖିଛନ୍ତି। ଚାକିରି ଜୀବନରୁ ଅବସର ଗ୍ରହଣ କରିବା ପରେ ମଧ୍ୟ ତାଙ୍କର ଏ ଯେଉଁ ପ୍ରୟାସ କୋଶଲି ଭାଷାକୁ ଏକ ସାମ୍ବିଧାନିକ ଭାଷାର ମାନ୍ୟତା ଦେବା ଦିଗରେ ତାଙ୍କର ଯେଉଁ ପ୍ରୟାସ ଅନବରତ ଚାଲୁ ରହିଛି। ଆମେ ଭେଟିବା ସେଇ ବିରଳ ବ୍ୟକ୍ତିତ୍ୱଙ୍କୁ। ତାଙ୍କର ନାଁ ହେଉଛି ଶ୍ରୀଯୁକ୍ତ ସୁରଜିତ ସିଂ ମହାରଥା। ନିକଟ ଅତୀତରେ ସେ ତାଙ୍କର ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଆମେ ସିଧାସଳଖ ତାଙ୍କ ସହିତ କଥାବାର୍ତ୍ତା ହେବା। ସାର୍ ନମସ୍କାର, ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ସର୍ବପ୍ରଥମେ ସାର୍ ଆପଣ ଆପଣଙ୍କର ପରିଚୟ ଟିକେ ଆମର ଦର୍ଶକମାନଙ୍କୁ ରଖିବେ। ନମସ୍କାର, ମୁଇଁ ହଉଛେ ସୁରଜିତ ସିଂ ମହାରଥା, ଆଉ ମୋର ଘର ହଉଛି ନୂଆପଡ଼ା। ମୋର ଜନ୍ମ ଠାନ ହଉଛି ଖରିଆର ବ୍ଲକର ଦେବହାଲ। ମୁଇଁ ନୂଆପଡ଼ାରେ 30 ବର୍ଷ ଖଣ୍ଡେ ହେଲା ଆସିକି ରହିଲି ନା। ଇନା ସରକାରୀ ଚାକିରି କରୁଥିଲି, ରେଭିନ୍ୟୁ ଡିପାର୍ଟମେଣ୍ଟରେ କ୍ଲର୍କ ଥିଲି, ଆଉ ସେକ୍ସନ ଅଫିସରରେ ରିଟାୟାର୍ଡ କଲି। ଏବେ 22ରେ ମୁଇଁ ରିଟାୟାର୍ଡ କରିକରି ଇନ ଅଛେ। ତ ସାର୍ ଯେମିତି ଆପଣ ଆପଣଙ୍କର ଯେଉଁ ରହିଛି ନିଜ ପାଖରୁ ଆପଣ ପରିବର୍ତ୍ତନ କରିବା ପାଇଁ ଚାହିଁଛନ୍ତି। କୋଶଲି ଭାଷାକୁ ସବୁବେଳେ ଆପଣ କୋଶଲି ଭାଷାରେ ବଞ୍ଚିଛନ୍ତି, କୋଶଲିରେ ଲେଖୁଛନ୍ତି, କୋଶଲିର ଅନେକ ପ୍ରକାର ସବୁ କୋଶଲିରେ। ଆମେ ଚାହିଁବା ଆପଣଙ୍କ ସହିତ ଆମର ମଧ୍ୟ କୋଶଲି ଭାଷାରେ କଥାବାର୍ତ୍ତା ଆମେ କରିବା। ତ ସାର୍ ଆମକୁ କହିବେ ଆପଣ ଏଇ ଯେନ୍ କୋଶଲି ଭାଷାର ଗୋଟେ ଜାରି ରଖିଛନ୍, ଗୋଟେ ଉଦ୍ୟମ ଜାରି ରଖିଛନ୍, এটা ଆପଣ କେନୁ ଆରମ୍ଭ କଲେ ଆଉ କେନ୍ତା ଆପଣଙ୍କର ମନ ଭିତରକେ ଆଇଲା ଯେ ଏଇ କୋଶଲି ଭାଷାଟା ଗୋଟେ ଭାଷାର ମାନ୍ୟତା ମିଲବାର କଥା? ପହଲା ମୁଇଁ ତ ଆମର ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ମୁଇଁ ଚାକିରି କରୁଥିଲି। ସେତେବେଳେ ପହଲା କରି ମୋର ପୋଷ୍ଟିଂ ଠମୁରାମପୁର ହେଇଥିଲା। ତ ସେନେ ସବୁ ଆମର ମାନେ କଟକ, ପୁରୀ, ବାଲେଶ୍ୱର ଇଆଡ଼ୁ ବି ଷ୍ଟାଫ ମାନେ ବହୁତ ଥିଲେ, ଆମର ଆଡ଼ୁ କମ୍ ଷ୍ଟାଫ ଥିଲେ। ତ ସେମାନଙ୍କ କଥାବାର୍ତ୍ତା ଏସବୁ ଦେଖି କରି ମୁଇଁ ଟିକେ ମୋର ମନକେ ଟିକେ ଅଲଗା ପ୍ରକାର ଲାଗେ। ତ ଏଇ ହିସାବରେ ତାପରେ 93ରେ ନୂଆପଡ଼ା ଜିଲ୍ଲା ହେଲା। ନୂଆପଡ଼ା ଜିଲ୍ଲା ହେଲାକେ ଆସିକରି ଇନ ଆମର ଅଞ୍ଚଳରେ ମୁଇଁ ତାମାନେ ପୋଷ୍ଟିଂ ହେଲି ନୂଆପଡ଼ା ସଦରରେ। ତ ସେଠି ବେଲକେ ପ୍ରାଗଦତ୍ତ ଯୋଶୀ ତାଙ୍କର ପୁରା ଫୁଲ ଦମରେ ଚଲେଇଥାନ୍ କୋଶଲି ଭାଷା ଆନ୍ଦୋଳନ। ଆଉ ତାଙ୍କରଟା କୋଶଲି ଭାଷା ଆନ୍ଦୋଳନ ବି ଥିଲା, କୋଶଲି ରାଜ୍ୟ ଆନ୍ଦୋଳନ ବି ଥିଲା, କିନ୍ତୁ ମେନ୍ ମୁଖ୍ୟ ଏଇଟା ଧାରାରେ ସେ କୋଶଲି ଭାଷା ଆନ୍ଦୋଳନ ଏଇଟା କରୁଥିଲେ। ତ ପ୍ରାଗଦତ୍ତ ଯୋଶୀ ହଉଛନ୍ ଆମର ଗାଁର ଚାଷୀ, କିଷାନ ଲୋକ। ତାକେ ମୁଁ ପିଲାଦିନୁ ଜାଣିଥିଲି। ତ ମୁଁ ଯେତେବେଳେ ତାଙ୍କର ସେ ଖରିଆରର ସ୍ୱର୍ଣ୍ଣ ଜୟନ୍ତୀ ବି ହେଲା, ହେତ୍କି ବେଳେ ବି ଆମର ଚିହ୍ନା ପରିଚୟ। ତାପରେ କଲେଜ ପଢୁଥିଲା ବେଳେ ରାଜ ଦରବାର ସଙ୍ଗେ ଆମର କବିତା ପାଠ ଏସବୁ ହୁଏ। ତ ଆମେ ସେନେ ଯୋଉ ତାଙ୍କର ସଙ୍ଗେ ପ୍ରାୟ ଚିହ୍ନା ପରିଚୟ ଥିକି ଆମେ ଅଜା ନାତି ଏନ୍ତା ହେସୁ। ତ ସେ ଯେତେବେଳେ କୋଶଲି ଭାଷା ଆନ୍ଦୋଳନ ଆରମ୍ଭ କଲେ, ଆରୁ ତାମାନେ ସେତେବେଳେ ପୁରା ଦମରେ ଚାଲୁଥିଲା। ତ ମୋର ଚିନ୍ତାଧାରା ଯେନ୍ତା ଆଗରୁ ଥିଲା, ମୁଁ ଯେନ୍ତା କହିଛେ, ତ ସେ ଚିନ୍ତାଧାରା ସଙ୍ଗେ ଏଇଟା ପୁରା ଖାପ ଖାଇଲା। ତ ସେଥିର୍ଲାଗି ସେ ତାଙ୍କର ଚିନ୍ତାଧାରା আর আমার চিন্তাধারা যেহেতু মিশা, আমার লাইক মাইন্ডেড ହେଇକରି ଆମେ ତାମାନେ କୋଶଲି ଭାଷା ଆନ୍ଦୋଳନକେ ମୁଇଁ ଯିବା ଲାଗି ମୁଇଁ ଏଟା ମାନେ ଇଚ୍ଛୁକ ହେଲେ। ଆଜ୍ଞା, ଅନେକ ସମୟରେ ଦେଖାଯାଇଛି ଯେନ୍ତାକି ଆମର ଯେନ୍ଟାକେ ଆମେ କୋଶଲ ଅଞ୍ଚଳ ବୋଲିକିରି କହୁଛୁ। ତ ଆପଣ ସମ୍ବଲପୁର ଜିଲ୍ଲାର କଥା କହନ୍, ବଲାଙ୍ଗୀର, ବରଗଡ଼, ବିଭିନ୍ନ ଜିଲ୍ଲାରେ ଅନେକ ସମୟରେ ଆଜ୍ଞା ଦେଖବାକେ ମିଳିছে ଯେ କୌଶଳ ସ୍ୱତନ୍ତ୍ର କୌଶଳ ରାଜ୍ୟର ଦାବି ଜୋର ଧରିছে ଅନେକ ସମୟରେ। ଆପଣ କିନ୍ତୁ ସେନୁ ଗୋଟେ ଭିନ୍ନ ହିସାବରେ ଆପଣ କୌଶଳ ରାଜ୍ୟର ଦାବି ନେଇ କରି କୋଶଲି ଭାଷାର ଦାବି କରିଛନ୍। ଇତାର ପଛର କାରଣଟା କାଣା?
ଦେଖନ୍ତୁ କୁଶଳ ରାଜ୍ୟ ହେବାଟା ତାର ଯଥାର୍ଥତା ତ ଅଛି, କିନ୍ତୁ ରାଜ୍ୟ ହେଇଗଲେ ତ ନିହେ ଶାସନ ବ୍ୟବସ୍ଥା ସେଟା ଏକା ରହବା। ଆମେ ଯେବେ ଏବେ ଇ ଶାସନ ବ୍ୟବସ୍ଥାରେ ଅଛୁ, ରାଜ୍ୟ ହେଲେ ବି ସେ ଶାସନ ବ୍ୟବସ୍ଥାରେ ରହିବୁ। ଖାଲି ଆମର ରାଜଧାନୀ କି ଆମର ସୀମାଟା କମ ହେଇଯିବା। ଯେନ୍ତାକି ଆମେ ତ ନୂଆପଡ଼ା ଜିଲ୍ଲା କଳାହାଣ୍ଡି ଜିଲ୍ଲା ଥିଲା, ଆମେ ଯିବାଟା ଶାସନ ବ୍ୟବସ୍ଥା ଗୋଟେ ଏକା ରହିଲା। ତ ସେ ଶାସନ ବ୍ୟବସ୍ଥା ମୋର ମନକେ ନେଇଥିଲା ଆମର, ବୁଝିଲେ କି ନାଇଁ। ଆମେ ଯେହେତୁ ଆମର ଶାସନ ବ୍ୟବସ୍ଥା, ଆମର ଆଇନ କାନୁନ, ଆମର ଲୋକର ଲାଗି, ଆମର ସଂସ୍କୃତି କେ ନେଇକରି, ଆମର ପରମ୍ପରା କେ ନେଇକରି, ଆମର ଭାଷା କେ ନେଇକରି, ଆମର ଚାଲଚଲନ କେ ନେଇକରି ହେବାର କଥା। ତ ସେଟା ଯଦି ନେଇ ହେଇ ପାରିଲା ବେଲେ ରାଜ୍ୟ ହବାର ଦରକାର ଅଛି, ସେମିତି ବି ତ ଚାଲିছে ନା। ତ ସେଥିର୍ ଲାଗି ମୁଇଁ ରାଜ୍ୟଟା ମାନେ ଟିକେ ମାନେ ସାଇଡ ଲାଇନ ଅଛେ, କିନ୍ତୁ ଭାଷା ଆନ୍ଦୋଳନଟା ମୋର ହଉଛି ସବୁଠାରୁ ଏଇଟା। ଭାଷା ଆନ୍ଦୋଳନ କରବାର କାରଣ ହଉଛି ଏଇଟା ଯେ ଆମେ ଯେହେତୁ ନିଜର ଭାଷାରେ ମାନେ କଥାବାର୍ତ୍ତା করবো, ନିଜର ଭାଷାରେ ସାହିତ୍ୟ ସୃଷ୍ଟି করবো, ନିଜର ଭାଷା ମାନେ ସଂସ୍କୃତି ପରମ୍ପରାରେ ଆମେ ତାମାନେ ଆଗକେ ବଢବୁ। ତ ଏଟାର ଦ୍ୱାରା କାଣା ହବା କି ଆମେ স্কুল কলেজে যদি আমার ভাষা পড়া হবা ବୋଲେ ପିଲାମାନେ ଆମର ଭାଷାରେ ଶିକ୍ଷା ପାଇବେ। ଯେନ୍ଟା ଏବେ ତାମାନେ ଦୁଇଟା ଭାଷା ଶିଖୁଛନ୍, ମାନେ ସ୍କୁଲର ବହିର ଭାଷା ଆଉ ଆମର ଭାଷା ଅଲଗା ଅଲଗା ଯେନ୍ଟା ଅଛି, ଆଉ ତାଙ୍କର ମାଇଣ୍ଡରେ ବୋଝା ହଉଛି, ସେ ବୋଝାଟା ଦୂର ହେଇଯିବା। ସେଥିର୍ଲାଗି ମୁଁ ଭାଷା ଆନ୍ଦୋଳନକେ ଟିକେ ଅଧିକା ଧ୍ୟାନ ଦଉଛେ, ଆରୁ ରାଜ୍ୟ ଆନ୍ଦୋଳନକେ ଟିକେ ଧ୍ୟାନ ଅଛେ, କିନ୍ତୁ ହେତିକି ଟିକେ ଧ୍ୟାନ ନାଇଁ ନା। ତ ଗୋଟେ କଥା ଆଜ୍ଞା, ଯେନ୍ତା କି ଆପଣ କହିଲେ ଯେ ଭାଷା ଆନ୍ଦୋଳନ କେ ଯଦି ଆମେ ସାମ୍ନା କେ ଆନବା, ସ୍କୁଲରେ ଆମର ପିଲା ଛୁଆ ଆମର ନିଜର ଭାଷାରେ, ମା ଶିଖାଲା ଭାଷାରେ ସେମାନେ ପାଠ ପଢି ପାରବେ। ତ ଯେକୌଣସି ଗୋଟେ ଭାଷାର ସାର୍ ଗୋଟେ ଲିପି ରହୁଛେ। ତ ଆମର ଆପଣ ଯେନ୍ ଚଲେଇଛନ୍ ଗୋଟେ ଉଦ୍ୟମ କୋଶଲି ଭାଷା, କୋଶଲି ଭାଷାର ସ୍ୱତନ୍ତ୍ର লিপি କିଛି ଅଛି ଆଜ୍ଞା? দেখুন লিপি কোশলি ভাষার এভর লাগি বেলে তো আমার লিপিটা মানে হাইজাক ହେଇଯାଇଛି। আচ্ছা সেটা ଗୋଟେ ଅପହରଣ ହେଇକରି ଅଛି। କାହିଁକି ଦେଖନ୍ ଆମର ପହଲା ଯେନ୍ଟା ଓଡ଼ିଆ ମାନେ ଆମେ ବ୍ରାହ୍ମୀ ଚାଲୁଥିଲା, ବ୍ରାହ୍ମୀରୁ ଦେବନାଗରୀ ହେଲା, ଦେବନାଗରୀରୁ ଯେତେବେଳେ ତାମାନେ ଆମର ଓଡ଼ିଆକେ ଯଉଛେ, ସେତିକି ପହଲା লিপি ମିଳିছে ଡୁମର ବାହାର ବୈଜଲଗড় ଆମର ସିନାପାଲି ବ୍ଲକ। আর সেটা আছে মিউজিয়াম আমার নপড়া মিউজিয়ামরে। তারপরে নরসিংহনাথ বিনকা এন্তা ହେଇକରି লিপি যাক যেତେବେଳେ শাসন ব্যবস্থা ଯାଇছে আমার তারমানে এটা তো দক্ষিণ কোশল রাজধানী ଥିଲା বলে 400-500 বরষ ধরিকরি আমার মারাগুড়া। তো ই বাটু যেତେବେଳେ রজা মানে ଯାଇଛନ୍, দক্ষিণ কোশলর রজা মানে সম্বংশী রজা মানে যেତେବେଳେ ତାଙ୍କର ବଂଶ ହେଲା, ଆଗେ ତ କାଲାଚୁରୀ ସରପୁରିଆ ଆଉ ସେ ବହୁତ ଗୁଡେ ରଜା ଥିଲେ। ତ ସମ୍ବଂଶୀ ମାନେ ଯାଇଛନ୍ ପୂର୍ବ ଦିକେ, ମାନେ ଯଜାତି କେଶରୀ ଏକ ଯେନ୍କି ଏଇଟା ମାନେ ବାଲାଦିତ୍ୟ ଭବଗୁପ୍ତ ବୋଲିକି କହୁଛନ୍ ତାଙ୍କେ, ଏ ବାଲାର୍ଜୁନ ଭବଗୁପ୍ତ। ତ ସେ ମାନେ ଗଲେ ତାଙ୍କେ ସୋନପୁର ତାପରେ ବିନକା ଇଠିନା ରାଜଧାନୀ ମାନେ କଲେ। ତାପରେ ତାଙ୍କର ଯେତେବେଳେ ତାମାନେ ଯାଜପୁର ସଙ୍ଗେ ସେତେବେଳେ ଭୌମକର ମାନେ ଯେତେବେଳେ ଥିଲେ 1110 ଆରୁ 1100 ଶତାବ୍ଦୀ ଭିତର କଥା। ଭୌମକର ମାନେ ଯେନ୍ ମାନେ ଥିଲେ ନାକେ, ସେ ଭୌମକର ମାନେ ଇମାନଙ୍କର ସଙ୍ଗେ ସମ୍ପର୍କ ଥିଲା, ତାମାନେ ଝି ଦିଆ ନିଆ ତାଙ୍କର ଚାଲିଥିଲା। ତ ସେ ଭୌମକର ମାନଙ୍କର ସଙ୍ଗେ ଯାଜପୁର ରାଜଧାନୀ ଥିଲା, ସେନେ ସେଇକରି ଯାଜପୁରକେ ରାଜଧାନୀ କଲେ। ଆରୁ ଉତ୍କଳ ତାମାନେ ଆରୁ କୌଶଳ ଆଉ କଳିଙ୍ଗ ତ ଆଗରୁ ଥିଲା ନା, ଏ ସବୁ ମିଶିକରି ମାନେ ଗୋଟେ ବିରାଟ ସାମ୍ରାଜ୍ୟ ସ୍ଥାପନ କଲେ। ତ ମୋର କହିବାର କଥା ଯେ লিপি তো আমার ইনু এটা ଯାଇକରି ସେମାନଙ୍କର ପଛେ ପଛେ ଗଲା। ସେ লিপিটা 10ম শতাব্দী বেলকে কোশল উৎকল কুটিল লিপি বলে সত্যনারায়ণ রাজগুরু কইছেন সেটাকে। আরো আমার দেবনাগরীর আসিছে বলিকি এটাকে বর্তল দেবনাগরী বলিকি প্রাকৃত যোশী কৌছন। তো এটা হচ্ছে আমার লিপি, মানে লিপিটা আমার ভাষাটা জিন্দালা অর্ধমাগধী প্রত্ন বাংলা এসবু করেছে। তো দুই বাটু হয়েছে, গোটে বাংলা বাটু হয়েছে আমার ওড়িয়া ভাষাকে সমৃদ্ধ করছে, আর গোটে আমার পশ্চিম বাটু হয়েছে আমার এই যে নাগপুর এটা ହେଇକରି ହେଇଛି। তো এটাকে অর্ধমাগধী ভাষা বলি কুହା ହଉଥିଲା। তো অর্ধমাগধী প্রাকৃতিক এইসব মানে প্রাকৃতিক ভাষা, সরি অর্ধমাগধী ভাষার আমার যেତେବେଳେ ଏଇଟା ହେଇছে, তো আমার লিপি ବି সেই হিসাବରେ ହେଇছে, ସେମାନେ ସ୍ୱୀକାର ବି କରିଛନ୍ ସେଟାକେ ଲେଖା ହିସାବରେ। ତ ଏଇଟା ହଉଛି আমার কোশলি লিপি অরিজিনাল। আচ্ছা স্যার, ଆଉ ଗୋଟେ କଥା, ଆପଣ ଇ କୋଶଲି ଭାଷାର ଯେନ୍ ଲେଖାଲୁଖି ବି ଅନେକ ବହି ବି ଆପଣ ଲେଖିଛନ୍, ତାର ବ୍ୟାକରଣର ବି ଆପଣ ମାନେ
गोटे सर्जना आपण करिछन आ जिला स्तर रे भी आपण विभिन्न प्रकार कोसली भाषा के आख्या आनबार लगी आपण जिला स्तर रे भी बहुत कार्यक्रम हाथ के नहीं छन तो विगत दिन मानकू किंबा आगामी दिन रे आपण एंता केन केन कार्यक्रम आपण करि सारी छन बा करबार लगी जाउछन जेंटा कि आपनकर भाषा आंदोलन रो गोटे पार्ट आए बोली करी आपण भाबुछन आमे जेतेबेले भाषा आंदोलन रे मु जड़ी थिली सेतेबेले प्रागद जोशी बोची थिले तब और खरियार न गोटे सेतेबेले बड़ भारी सेमिनार गोटे हेतला माने कोसली भाषा रो 2 दिनिया सेमिनार गोटे इतला इथिने हमर सहयोग करथल खरियार सांस्कृतिक अनुष्ठान सेटा गोटे विराट धर गोटे आंदोलन माने जेटा गोटे उलगुला नाना भाषा आंदोलन तो सेनो आरंभ करी करी तापरे 2003 मसीह से आम गोटे अनुष्ठान गोटे कलु 1996 मसीह 1996 मसीह गोटे अनुष्ठान कलु से कौशल भाषा गवेषणा प्रतिष्ठान से प्रतिष्ठान पहला सभापति बसंत पंडा थे तो एंता बहुत गोटे लोकेशन जड़ित कराइला और सेनो गोटे विचार है कोसली भाषा गोटे माने पत्रिका बाहर करूँ जेनटा कि लोक मन पाखे जीवा तो आम से लगी ढोल बोली गोटे पत्रिका बाहर कलु से ढोल पत्रिका माध्यम आम बहुत गुड़े लोक पहुंची पार्ल एंता गोटे ढोल एंता प्रचार है लोक मैंने मत ढोलिया सब मैंने कही बसले बुझे कि बहुत गुड़े लोग जान भी 50 ढोल चलुचे बोलिए तो सेटा दुर्भाग्यवशत से ढोलटा तमने वर्तमान माने विवर्तित से पत्रिकार नाटा आपनकर ढोल थिला अच्छा तो ढोल है 2003 रे तमने आम गोटे चिंता कलु एटा भी तमने बसंत पुनाकर इनिशिएशन रे थिला जे पुष्पुनी जेतेबेला होतला हेतेबेला आईन मंत्री हमर विश्वभूषण रहिछन थिले से आइथिले तो मंत्री तो आइछन और सेन गोटे प्रोग्राम होतला हमर नेहरू युवा केंद्र स्टेज से सब अच्छे खाली करी देवा टमड़ा पिटा खावा तो सेटा गोटे आरंभिका पुष्पुनी भेट तापरे आ गोटे कथा सर आमे जेतेबेले जिल्ला हमर जेन मुख्य रास्ता अछि मुख्य रास्ता रु आपनकर घर के आसबार लगी जेन रास्ताटा अछि जेन गलीटा अछि 2-3टा जगह रे आपन लिखिछन कोसली भवन को रास्ता तार पछर कारण काना कोसली भवन रे एक्चुअली इटा माने कोसली नगर बोली के ई घर के मुए ना दिसे बुझली अच्छा तो से हिसाब ने मोर से मेरा इलेक्ट्रिक फोन ये सब थिने भी मोर एड्रेस रही गला तापरे हमर कांडा हला कि सेटा के कोसली नगर बोली के केते लोग कहला के टिके भल नहीं लागला बोली के से मोरा बदले दिछन तो सेटा तो अलग प्रसंग बोलतो किंतु जेहेतु मुई कोसली भाषा लागी छे मु गोटे कोसली पिला है मोर घर द्वार सब मुई भी इटा देखने कोसली पोशाक में पिनी छे प्राय मुई इटा कहसी लोक मोर के कहसी तो माने इटा पिनो हमर संस्कृति परंपरा हमर इटा होता माने मोर तबने जीवन और रकत सब कोसली मय ही छे आज्ञा तो जनता कि आपण कोसली रे ही बचसन आपनकर सबु प्राय प्राय कोसली है तो आपन को अनेक समय रे केनसी जगह रे ई कोसली भाषा के नेगिरी आपन जेते बेले भी जे कोनोसी कार्यक्रम करिछन बा आके करवार लगी जोछन तो केतेरा जगह रे आपन को किछि माने बाधा विघ्न रो शिकार हवा के पड़ी छे कहार आक्रोश रो शिकार हवा के पड़ी छे आपन को नहीं देखन आक्रोश बोले हंती तो माने केने भी डायरेक्ट किछि नहीं करी कि माने सीधा सलख हिसाब रे केने विरोध नहीं करवा जेहेतु इटा गोटे हमर संस्कृति परंपरा भाषा ले करछु हम तो कोनो से राजनीतिक रहिटा नहीं करवा तो इथि ने गोटे जिनिस से जे माने मैं जेहेतु सरकारी कर्मचारी थिली आरो से सब जिनिस होतिला समस्त सहयोग करछ प्रशासन भी सहयोग करछ सोने किछि नहीं कले भी कि माने किसी ने कहे तो एवे पर्यंत तमने जेते कार्यक्रम छे मतलब पुष्पुनी भेट हो कि नुआखे जुआर भेट हो सब तीने लोक माने बहुत सहयोग करछन हम नुआखे बेल के आनुष्ठानिक भाबे पिठा देवाटा वर्षा पिठा पुष्पुनी बेला मोड़ा देवाटा ई सब के लोग माने बहुत पसंद करे सेती बेले तो धीरे धीरे बड़ भारी प्रोग्राम करू बोले के लोक मन पाखे आर पहुंचू बोले के से सब जिनिस बंद प्रयासटा आपन चलै छन आपन कर घरे सारा परिवार रे के अछन आ घरे आपन को ई जन आपन कर आंदोलन लागि केन प्रकार माने मोटिवेशन मिलसी कि से माने आपन को क्याटा तार पछे गुटे काना करू छ बोले अंता किछि हेता नहीं से समस्त बुझी पारे ना से तो पहला गोटे शिखे जे गोटे माने चिंता धारा गोटे आरो बाटा अलगा बाटे
ଏଇଟା ମାନେ କୌଣସି ମାନେ ଜୀବନ ଜୀବିକାର ପାଠ ନେଇ ସେ ହୁଁ ଏଇଟା ଗୋଟେ ମାନେ ସେ ସବୁକୁ ମେଟବାର ସବୁ ବନିଆ କଥା ହୁଁ ବୁଝିଲେ କି ନାହିଁ। ହୁଁ ଇସି ନା ପଇସା ନେଇ କମେଇ ହେ କି କିଛି ନେଇ କରିବେ ହୁଁ ତାପରେ ସେ ବହି ବହିକି ପତ୍ରିକା ଯେଟା ଛାପୁ ସେଥିର ତାମାନେ ଆଉ ମାନେ ଇନକମ ବି କିଛି ନେଇ ନା ହୁଁ ତ ପହଲା ପହଲା ତ କେହି ତ ବିରୋଧ ହେନ୍ତି ତ ନେଇ କରି ହୁଁ କିନ୍ତୁ ସମସ୍ତେ ଟିକେ ମାନେ ଅଲଗା ପ୍ରକାରର ବାଟେ ନେ ଯାଉଛୁ ବୋଲିକି ସେମାନେ ଟିକେ ଏଇଟା ମାନେ ଅସହଯୋଗ ବି ନେଇ ସେ କି ସହଯୋଗ ବି ନେଇ ସେ ସେମାନେ ତାମାନେ ନିର୍ଲିପ୍ତ ରହିଲେ ବାକି ତା ପଛରେ ମୋର ଦୁଇଟା ମାନେ ଝିଅ ଆରୁ ପୁଅ ଆଉ ମୋର ମାନେ ସ୍ତ୍ରୀ ଆଉ ଗାଁରେ ଯେନ୍ ମୋର ପରିବାରରେ ମୋର ଭାଇ ମାନେ ଅଛ ବିଶେଷ କରି ଏ ସବୁ କାମରେ ସେମାନେ ଏଇଟା ଏଇଟା ଗୋଟେ ମାନେ ରଣଜିତ ସିଂ ମହାରଥା ସେ ମୋର ଠାନ ଆର ଉଗ୍ର କୁଶଳୀ ବାଜି ଆଚ୍ଛା ବୁଝିଲେ କି ନାହିଁ ଆରୁ ମୋର ସଂସ୍କୃତି ପରମ୍ପରା ଲାଗି ସାହାଯ୍ୟ କରିଛି ଶତ୍ରୁଜିତ ସିଂ ହୁଁ ବୁଝିଲେ କି ନାହିଁ ତ ଏ ସାର୍ ମାନେ ଆଉ ଗୋଟେ ସବୁ କଥା ଯେନ୍ତା କି ଆପଣ କେବଳ ଭାଷାର ଆନ୍ଦୋଳନର କଥା ନି ଆନବାର ଇନ ଆମର କୋଶଲାଞ୍ଚଳର ବା ଆମର ପଶ୍ଚିମ ଓଡିଶା ବର୍ତ୍ତମାନ ଯେନ୍ଟାକି ଆମେ କହୁଛୁ ଆମର ସଂସ୍କୃତି ଆମର କଳା ଆମର ମାନେ ପରମ୍ପରା ବି ଇନ ରହୁଛି ତ ଇ ଯେନ୍ ଭାଷା ଆଉ ଆମର ସଂସ୍କୃତି ଆଉ ପରମ୍ପରା ଇ ସବୁ ଜିନିଷ କେ ନେଇକିରି ଆପଣ ବର୍ତ୍ତମାନ ତ ଲେଖା ଲୁଖି ବି ଅନେକ କରିଛନ୍ ବୋଧେ ତ ଇ ଯେନ୍ ଆପଣଙ୍କର ଭାବଧାରା କେ ଆପଣ ଆପଣଙ୍କର ଚିନ୍ତାଧାରା କେ ବହି ମାଧ୍ୟମରେ ଆପଣ ପ୍ରକାଶିତ କରିଛନ୍ ବା ଆଗକେ କରବାର ଲାଗି ଯୋଜନା ରଖିଛନ୍ ମୁଇଁ ଦେଖୁନ ପହଲା ଜିନିଷ ହଉଛି ଯେ ଆମର ମାନେ ପତ୍ରିକା ଯେନ୍ଟା ବାହାରୁଥିଲା ସେଥିନେ ତାମାନେ ସମଗ୍ର ପଶ୍ଚିମ ଓଡିଶାର ବହୁତ ଗୁଡେ କବି ଲେଖକ ନୂଆ ନୂଆଟା ଯେନ୍ ମାନେ ଯେନ୍ଟା ଲେଖିଲେ ଖାଲି ଆମେ ଛାପି ଦଉଥିଲୁ ହୁଁ ଆଉ ସେମାନେ ଏତେ ତାମାନେ ଆଗ୍ରହ ହଉଥିଲେ ଏତେ ଗବ ସେନେ ଏବେ ବି ସେଟା ଚାଲିছে ସେ ଢୋଲ ପତ୍ରିକାର ବିଜୟା ସେଟା କଲୁ ବିଜୟା ପତ୍ରିକାରୁ ମାନେ କଲର ବିଜୟା ପତ୍ରିକା ରଙ୍ଗିନ ହେଲା ଆରୁ ବିଜୟା ପତ୍ରିକା ଏବେ ବିଜୟା କୋଶଳୀ ଚାଲିছে ହୁଁ ଏଇଟା ସବୁ ରଙ୍ଗୀନ ଚାଲିଛି ଆରେ ଏଥିରେ ଆମେ ପ୍ରତିଭା ନୂଆ ପ୍ରତିଭା ହଉ କି ପୁରୁଣା ପ୍ରତିଭା ହଉ ସମସ୍ତଙ୍କୁ ଆମେ ଧ୍ୟାନ ଦଉଛୁ ଏଇଟା ତ ଗଲା ଭାଷାର କଥା ସଂସ୍କୃତି ଉପରେ ଆମେ ଦେଖୁ ଯେ ଆମେ ବହୁତ ଗୁଡେ ସଂସ୍କୃତି ଆମେ ଯେନ୍ଟା ପିଲାଦିନେ ବି ଆମେ ଯେନ୍ଟା ବ୍ୟବହାର କରୁଥିଲୁ ସେ ସବୁ ଜିନିଷ ନେଇ ନା ଏବେ ଯେନ୍ତା ନାଙ୍ଗମୁରି କତରିଆ ବନ୍ଦିଆ ଖଗଲା ପିନ୍ଧିକରି ବୁଲୁଥିଲେ ଆଉ ବହୁତ ଗୁଡେ ଜିନିଷ ତାମାନେ ଲୁକି ଗଲାନ ତାମାନେ କେହିନି ବି ଜାଣି ନାଇଁ ପାରନ୍ ସେଟାକେ ହୁଁ ଆମର ମାନେ ଇ ମାଝୀ ମାନଙ୍କର ପରମ୍ପରା ଥିଲା ଶବର ମାନଙ୍କର ପରମ୍ପରା ଥିଲା ବିହା ସଂସ୍କୃତି ଭିତରେ ଦେଖ ମାଝୀ ଶବର ମାନେ ସେମାନେ ତାନେ ଟୁକେଲ ଆନୁଥିଲେ ଆରୁ ଇନ ବିହା କରୁଥିଲେ ହୁଁ ଏବେ ସମସ୍ତେ ବରାତି ଜିନିଷ ହୁଁ ବୋଇଲେ କେତେ ପରିବର୍ତ୍ତନ ହେଇଗଲାନି ସବୁଦିନ ହୁଁ ତ ସେ ସବୁ ଜିନିଷକେ ଏଇଟା କରବା ଲାଗି ସେ ପ୍ରାଚୀନ ଅଲଙ୍କାର ପ୍ରାଚୀନ ପରମ୍ପରା କେ ନେଇକରି ଏଇଟା ମାନେ ସବୁ ଠୁଲା ହେଇଛି ଏଇଟା ହୁଁ ସେମାନେ କତରିଆ ବନ୍ଦିଆ ଏଇଟା ମାନେ ସବୁ ଏଇଟା ହଉଛେ ତାମାନେ ଅଡି ହୁଁ ଯେନ୍ଟାକେ ପୁରା ଆଗେ ନାପୁଥିଲେ ହୁଁ ହୁଁ ତ ଇ ହିସାବରେ ସେଟା ଗୋଟେ ଚାଲିছে ଆଚ୍ଛା ବହି ଭିତରେ ବେଲେ ମୁଇଁ ସେ ଖାଲି ଲେଖକ ସୃଷ୍ଟି କରାଥିଲା ପଛରେ ମତେ କେତେ ଲୋକ କହିଲେ ତମେ ନିଜେ ବି ଯଦି ଯେନ୍ଟା ମାନେ ଅଛ ବୋଲେ ଲେଖିଦି ତ ଦେଖି ଗୋଟେ ବହି ଗୋଟେ ବାହାର କରବାଟା ଆରୁ ପତ୍ରିକା ବାହାର କରିବା ଭିତରେ ବହୁତ ତଫାତ ଅଛି ପତ୍ରିକାରେ ଖାଲି ସମ୍ପାଦ ନା ହୁଁ ବା ଅନ୍ୟ ଲୋକଟା ମାନେ ବାହାର କରିବ ହୁଁ ନିଜଟା ବି ବାହାରୁଥିଲା କିନ୍ତୁ ସେଟାକେ ନିଜରେ ସଂଗ୍ରହ କରିକରି ମୁଁ ପହଲା କୋଶଲି ଗୀତ ଗମା ବୋଲି ଗୋଟେ କବିତା ବହି ବାହାର କଲି ଆଚ୍ଛା ଏଇଟା ଆପଣଙ୍କର ନିଜସ୍ୱ ଲେଖାର କବିତା କିଛି ଅଛି ଆଜ୍ଞା ଗୋଟେ ଦୁଇ ପଦ ଆମକୁ ଗାଇକି ଶୁଣାବେ ଆପଣଙ୍କ କବିତା ଲେଖା ବେଲେ ମୁଁ ତ ବହି ଦେଖିଲେ ପଢିକରି କହିପାରିବି ହେନ୍ତି ତ ମୋର ମନେ ନି ନା ଆଜ୍ଞା କିନ୍ତୁ ଗୋଟେ କବିତା ମୁଇଁ କାରେ ଯେ ଦେଶ ପ୍ରେମ କେତେ କବିତା ବି କେତେଟା ଅଛି ହୁଁ ତ ସେ ଭିତରେ ଜୟ ଜୟ କୋକିଲି ମାତା ଜୟ ଜୟ କୋକିଲି ମାତା ବୀର ପ୍ରସବିନୀ ଜଗତ ଜିତା ଏଇ ଟାଇପ ର ଗୋଟେ ଗୀତ ଅଛି ଆଚ୍ଛା ବୋଲିକିରି ସେଟା ହଉଛି ମାନେ ମାନେ ଉଦ୍ବୋଧନ ଦେବା ଲାଗି ତାର ବାହାରେ ଆପଣଙ୍କ ଘରେ ବକାଟା ଗୋଟେ ମ୍ୟୁଜିୟମ ଟାଇପ ର ବି ଆପଣ ବନେଇଛନ୍ ଆଜ୍ଞା ବହୁତ ଗୁଡେ ଜିନିଷ ଆମେ ଯେନ୍ତା କି ଦେଖିପାରୁଛୁ ଆପଣ ତାକେ ସଜେଇକିରି ରଖିଛନ୍ ତ ଏଇ ସବୁ ଜିନିଷ ଆପଣ କେନୁ କେନୁ କଲେକ୍ସନ କଲେ ଆଉ ଇଟାକେ ସଜେଇକିରି ରଖବାର ପଛେ ଆପଣଙ୍କର କାଣା ଭାବନା କାଣା ଥିଲା କାଁ ଥିଲା କି ଏଟା ସଜେଇକିରି ରଖିବି ବୋଲିକିରି ଆପଣ ଭାବିଲେ ହଁ ସେଇଟା ଯେନ୍ ମୁଇଁ ଆଗରୁ କହୁଥିଲି ଯେ ଆମର ଏ ସବୁ ଜିନିଷ ଏବେ କେହି ବ୍ୟବହାର ନାଇଁ କରବାର ହୁଁ ତ ଆମର ଯେନ୍ ଇ ପିଢି ଅଛନ୍ ଯେନ୍ଟା ମାନେ ଉତ୍ତର ପିଢି ଯେନ୍ ମାନେ ଅଛି ସେମାନେ ନାଇଁ ଜାଣିପାରନ୍ ଯେ ଏଇଟା କାଇଁଟା ବୋଲିକରି ସେମାନେ କହିବାକେ ପଡୁଛେ ମାନେ ଦେଖିଲେ ତ ଜାନବେ ହୁଁ ଗୋଟେ ଲୋକ ନାଙ୍ଗମୁରି ଗୋଟେ ପିନ୍ଧଲା କି କତରିଆ ପିନ୍ଧଲା କି ବନ୍ଦିଆ ପିନ୍ଧଲା ବୋଲେ ଆମେ ବୋଲିକେ ପିନ୍ଧୁଥିଲେ ଆମେ ଜାଣୁଥିଲେ ଏଟା ଏ ସବୁ ଜିନିଷ ବୋଲି କିନ୍ତୁ ଏବେ ଲୋକ ତ ନେଇ ଜାନନ୍ ନା ହୁଁ ତ ସେ ଜିନିଷ କେ ଠୁଲେଇ କରି ଯେନ୍ ଯେନ୍ ମାନଙ୍କର ପାଖେ ଥିଲା କହିଲା ତ ଟିକେ କଷ୍ଟ ହେଲା
যে ଲୋକମାନେ ଯେତେବେଳେ ଜାଣିଲେ ସେମାନେ ନିଜେ ନିଜ ସ୍ୱଇଚ୍ଛାରେ ବି ଦାନ କରୁଛନ୍। ସେ ସବୁକେ ଆଣିକରି ଗୋଟେ ପାଖେ ରଖା ହେଇଛି। ଗୋଟେ ପାଖେ ରଖିଲେ ତାମାନେ ଗୋଟେ ସମସ୍ତେ ଆସିବେ ଆର୍ ଦେଖେ ଯେ ନାଇଁ ଆମର ଏମିତି ପରମ୍ପରା ଏମିତି ଥିଲା। ମାନେ ଯେନ୍ତା ଝାঁପି ଘୁମରା ତ ଏବେ ବି ଚାଲୁଛି। ଝାঁପି ଗୋଟେ ହେଲା, ତାପରେ ସେଇ ଅଡି ଇଟା ରୁଖା ବି ଏବେ ବି ଚାଲୁଛି ତ, ତଥାପି ଏତିକି ଇଟା ନାଇଁ ନା। ଏ ଭିତରେ ତାମି ଯେନ୍ଟା ଅଛି ତାମାନେ ଧାନ ନାପଟା ବହୁତ ଗୁଡେ ଜିନିଷ ଯେନ୍ଟାକି ଅଛି ରାମକାଠି ଇଟା ତ ଇ ଲୋକ କଲା ସଂସ୍କୃତି କେ ମାନେ ବଞ୍ଚେଇକିରି ରଖବାର ଲାଗି ଗୋଟେ ବଞ୍ଚେଇ ପ୍ରୟାସ ରଖବା ଲାଗି ଉତ୍ତର ପିଢିର ଯେନ୍ଟା ବି ଇଟା କରବେ ସେଇ ହିସାବରେ କରି ମ୍ୟୁଜିୟମ କରାଯାଇଛି। ତାପରେ ଆପଣଙ୍କର ତତ୍ତ୍ୱାବଧାନରେ ସାର୍ ଆପଣଙ୍କର ଲିଡରସିପ ରେ ବୋଇଲେ ବି ଭୁଲ ନେବେ, ଆପଣ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ବି ଅର୍ଗାନାଇଜ କରିଛନ୍ ଜିଲ୍ଲା ସ୍ତରରେ। ଆଉ ଆମେ ଶୁଣବାକେ ପାଇଛୁ ଯେ ଯେକୌଣସି ଗୋଟେ କାର୍ଯ୍ୟକ୍ରମ ଲାଗି ଗୋଟେ ଅର୍ଗାନାଇଜ କରବାର ଲାଗି ହେଲେ ମୁଖ୍ୟ ଜିନିଷ ହଉଛି ଆଜ୍ଞା ଅର୍ଥ। ତ ଆମେ ଯାହା ଶୁଣିଛୁ ଯେ ଆପଣ ଗୋଟେ ସମୟରେ ଦରକାର ପଡିଲା କି ଆପଣଙ୍କର ଜିପିଏଫ ପଇସା ବି ଉଠେଇକିରି ଖର୍ଚ୍ଚ କରିଦେଇଥିଲେ। ଏଇଟା କେନ୍ତା କଥା ଆଜ୍ଞା? ଏଇଟା କେନ୍ ପ୍ରୋଗ୍ରାମ ରେ ଏଇଟା କେନ୍ତା ହେଇଥିଲା? 2016ରେ ଆମେ ଚିନ୍ତା କଲୁ ଯେ ଧନୁଯାତ୍ରା କରବୁ ବୋଲି। ଧନୁଯାତ୍ରା ତ ଗୋଟେ ହଉଛି ବରଗଡ଼ରେ, ତାପରେ ଧୀରେ ଧୀରେ ସବୁ ଆଡକେ ସେଟା ଫେଲୁଛି। ତାପରେ ଯାହା କଲେ ବି କୋଶଲି ଭାଷାରେ କରବାର ଅଛି, ତ କୋଶଲି ଭାଷାରେ ଧନୁଯାତ୍ରା କରବୁ। ତ କୋଶଲି ଭାଷାରେ ଧନୁଯାତ୍ରା କରବୁ କଣ କିଏ ହେବା? ତ ଇଆଡେ ମାନେ ଖବର ନିଆଗଲା ଯେ ଆମର ମଧୁସୂଦନ ପାଣିଗ୍ରାହୀ ସେ କଣ କରି ଆସୁଛନ୍। ତ ସେ ଲୋକେ ଯାଇକରି ଆମେ ବୁଝାଲୁ, ସେ ଆମେ କକା ପୁତରା ଏନ୍ତା ହେଇଛୁ। ତ 3 ମାସ ଲାଗଲା। ମୁଁ କୁମନାରେ ଥିଲି ସେତିକି ବେଳେ। 3 ମାସ ଲାଗଲା ସେଟା ତାଙ୍କୁ ବୁଝାଇଲେ, ତାପରେ ସେ ବୁଝିଲେ। ତ ସେ ପହଲା କରି ଯେତେବେଳେ ଆମେ ଧନୁଯାତ୍ରା କଲୁ, ସେ ଧନୁଯାତ୍ରାରେ ଆମେ ତ ତାର ଫର୍ମାଟ ନେଇ ଜାନିଥେ, କେନ୍ତା ହେଇଛି ବୋଲିକି ନେଇ ଜାନିଥେ। ଯାହା ସେ କୌଣସି ତାଙ୍କର ପାର୍ଟି ଲୋକ ଜାନିଥିଲେ। ତ ଖର୍ଚ୍ଚା କରିଦେଲୁ। ଲୋକମାନେ ତାପରେ ବହୁତ ଉପଭୋଗ କଲେ, ମାନେ ଏତେ ଭିଡ, ସେ ଭିଡର କଥା ସେଟା ଜିଲ୍ଲାରେ ପ୍ରଥମ ଥର ଲାଗି ହେଲା, ପ୍ରଥମ ଥର ଲାଗି ହେଲା। ଆଉ ଓଡିଶାରେ କୋଶଲି ଭାଷାର ପହଲା କରି ହେଲା। ମାନେ ଓଡିଶାରେ ଫାର୍ଷ୍ଟ ଟାଇମ ଆପଣଙ୍କର ନୂଆପଡା ଜିଲ୍ଲା, ଆମର ନୂଆପଡା ଜିଲ୍ଲାରେ କୋଶଲି ଧନୁଯାତ୍ରା ପ୍ରଥମ ଆରମ୍ଭ ହେଲା। ଆଚ୍ଛା। ତ ସେନା ମାନେ ପ୍ଲାନିଂ ହେନ୍ତି କିଛି ନାଇଁ ଥେ, ତ ମାନେ ଦିନେ 5 ଖର୍ଚ୍ଚା କରିବା ଜାଗାରେ 10 ବି ଖର୍ଚ୍ଚ ହେଇଗଲା। ଏମିତି କରି ଯେନ୍ଟା ବି ଖର୍ଚ୍ଚା ବାର୍ଚ୍ଚା ହେଇଗଲା ସବୁ, ଯେହେତୁ ମୁଇଁ ମୋର ମାନେ ଲିଡରସିପ ରେ କରିଥିଲେ, ଲିଡରସିପ ରେ ହଉଥିଲା। କେତେ ଟଙ୍କା ଖଣ୍ଡେ ଆପଣଙ୍କର ପକେଟ ରୁ ଗଲା ସାର୍? ସେଟା ବୋଲେ ମୁଇଁ ତ ଏଠି ପଇସା ପତ୍ର କେ ଟିକେ ଧ୍ୟାନ ନେଇ ଦିଏ ବୋଲ ତ, କିନ୍ତୁ ପାଖାପାଖି 80,000 ଖଣ୍ଡେ ସେତିକି ହେଇଥିଲା। ଆଚ୍ଛା, ଏଇ କଥା ଯେତେବେଳେ ଘରେ ମ୍ୟାଡମ ଜାଣିଥିବେ, ମ୍ୟାଡମ ଫେର ଆପଣଙ୍କୁ କିଛି କହିଲେ କି ନାଇଁ କହିଲେ? ମ୍ୟାଡମ ବହୁତ ମାନେ ସହଯୋଗୀ। ଆଚ୍ଛା। ନାଇଁ ଆର କହିବେ ନା, ପଇସା ଗଲେ ତ ଘର ଯାକେ ହେଲେ ମାରବା। କିନ୍ତୁ ସେ ଜାନୁଛନ୍ତି ମୁଁ ଯେନ୍ କାମ କରୁଛେ ସେଟା ମୋର ଲାଗି ନି, ସେ ପରବର୍ତ୍ତୀ ପିଢିର ଲାଗି, ଭାଷାର ଲାଗି, ଏସବୁ ଲାଗି କରୁଛେ ବୋଲିକରି ସେ ଯାହା ମନେ ଥିଲେ କି ଯେନ୍ଟା ଥିଲେ ବି ପଦେ ପଦେ କହିକରି ମାନେ କମ୍ପ୍ରୋମାଇଜ କରିକି ରହିବାଟା। ଆଚ୍ଛା, ଯେତେବେଳେ ଏଇ ଯେନ୍ ଧନୁଯାତ୍ରା ଗୋଟେ କର୍ମା ବୋଲିକରି ଆପଣ ଯେତେବେଳେ ଚିନ୍ତା କଲେ ଆଜ୍ଞା, ତ ସେଥିରେ ତ ମାନେ ଯେନ୍ ପୁରାଣର ଗୋଟେ କଥା ଏ ଧନୁଯାତ୍ରାଟା ମୋଟାମୋଟି କୃଷ୍ଣ ଆଉ କଂସଙ୍କର କଥାବାର୍ତ୍ତା ଅଛି ଏଥିରେ। ତ ସେ ଯେନ୍ ଡାଇଲଗ ଗୁଡାକ ଯେନ୍ କୁହାଯିବା କୋଶଲି ଭାଷାରେ, ସେଟା ଆପଣ କେନ୍ତା କଲେ? ଆପଣ ନିଜେ ଲେଖିଲେ? ସେଟା ନାଇଁ, ଡାୟଲଗ ଆମେ ନେଇ ଲେଖିନା କି ସେମାନେ ବି ନେଇ ଲେଖି ଡାୟଲଗ। ଡାୟଲଗଟା ସ୍ୱତଃସ୍ଫୂର୍ତ ଭାବରେ ବାହାରିଲା। ଦେଖନ୍ ଆମେ ଯେନ୍ଟା କଥା ହଉଛୁ, ଏଇଟା ତ ସ୍କ୍ରିପ୍ଟେଡ ନାଇଁ ସେ, ଏଇଟା ଆମେ କଥାବାର୍ତ୍ତା ହଉଛୁ। ଆପଣ ଯେନ୍ଟା ପଚାରୁଛନ୍ ମୁଁ ତାର ଉତ୍ତର ଦଉଛେ, ଏଇଟା ସ୍କ୍ରିପ୍ଟେଡ ନାଇଁ ସେଟା କି। ତ ଧନୁଯାତ୍ରା ବି ସେମାନେ ଯେହେତୁ ଓଡିଆ ନା କରି ଆସୁଥିଲେ ନା, ସେଟାକେ ତାମାନେ ମାଇଣ୍ଡ ଭିତରେ ରଖିକରି ସେମାନେ ସେଟାକେ ମାନେ ତାଙ୍କର ମାନେ ସ୍ୱତଃସ୍ଫୂର୍ତ ଭାବରେ ସେ କୋଶଲି ଭାଷାର ଇଟା କରିକିରି କରେ। ତଥାପି ଗୀତ ଆର ମନ୍ତ୍ର କେତେଟା ରହିଯାଇଛି। ଆଚ୍ଛା। ସେ ସବୁ ମାନେ ଟିକେ କରବା ଲାଗି ଟିକେ କଷ୍ଟ ସେମାନଙ୍କୁ ବି ହଉଛି ବୋଲ ତ। ତ ମୋଟାମୋଟି କହିବା ଲାଗି ଗଲେ ସାର୍, ଆପଣ ଇ କୋଶଲି ଭାଷାର ଆନ୍ଦୋଳନ କେ ମାନେ ବହୁତ ମାନେ ବ୍ୟାପକ ହିସାବରେ ଆପଣ କରବାର ଲାଗି ଚେଷ୍ଟା କରିଛନ୍, ଆପଣଙ୍କର ଚେଷ୍ଟା ଏବେ ବି ଚାଲୁ ରହିଛେ। ତ ମୋର ଗୋଟେ କଥା ସାର୍ ରହିବା ଯେ ଧରନ୍ ଯେକୌଣସି ଗୋଟେ ସାହିତ୍ୟର ବ୍ୟାକରଣର କଥା ହଉ କି ବର୍ଣ୍ଣ, ଆପଣ ତ ଆଗରୁ କହୁଥିଲେ ଲିପିର କଥା, ବ୍ୟାକରଣର କଥା, କିମ୍ବା ଯେକୌଣସି ଗୋଟେ ବହି ଯେତେବେଳେ ଲେଖା ହେବା ତାର ବର୍ଣ୍ଣ, ଏ ସବୁ ଜିନିଷ ବହୁତ କଥା ରହୁଛି ସାର୍ ଆମର ଗୋଟେ ଭାଷା ଭିତରେ ନା।
तो जेतेबेले आपण गुटे भाषा आंदोलन के व्यापक हिसाब रे आनिकरी निजर गुटे संघर्ष जारी रखिछन आपण को लागू छे जे आगामी दिन रे ई भाषाटा निश्चित भावे मान्यता पाएबा आरो कोसली भाषा रे एटा आसो आपण को लागू छे सर कि आपण कर जेन परिश्रमटा व्यर्थ जीवा भली आपण को बेले बेले अनुभव हेसी कि केनता ସବୁ କାମର ତାର ଗୋଟେ ବିପରୀତ ମାନେ ରିଆକ୍ସନ ଅଛି ଇଟା ବି ତାମାନେ ବ୍ୟର୍ଥ ଯିବା ବୋଲିକରି ଇଟା ନାଇଁ ହয়তো ସେଟା ବହୁତ ଦିନ ବି ଲାଗି ଯାଇପାରେ ଏମିତି କଥା ନାହିଁ କିନ୍ତୁ ଏବେ ତ ସରକାର ବି ଶିକ୍ଷା ନୀତି ବି କଲେ ନା କିନ୍ତୁ ସମସ୍ତେ ସେଟାକେ ଗ୍ରହଣ କରବାର ଅଛି ଆମର ଆଉ ଗୋଟେ ବାଧା କାଣା ହଉଛି କି ଆମର ନାଁ ଉପରେ ନା ଆମେ କୋଶଲି କହୁଛୁ କେତେ ଲୋକ ସେଟାକେ ସମ୍ବଲପୁରୀ କହୁଛନ୍ ବୁଝିଲେ କି ସେଟା ଗୋଟେ ଅସୁବିଧା କରୁଛି ଆମକୁ ଯଦି ସମସ୍ତେ ବୁଝି ଯେତେ ଗୋଟେ ନା କୋଶଲି ଗୋଟେ ହଉଛି ବ୍ୟାପକ ଅର୍ଥର ନାଁ ଆରୁ ସମ୍ବଲପୁରୀ ହଉଛି ଗୋଟେ କ୍ଷେତ୍ର ବୋଧକ ନାଁ ମାନେ କୋଶଲି ଭିତରେ ସମ୍ବଲପୁରୀ ଅଛି କିନ୍ତୁ ସମ୍ବଲପୁରୀ ଭିତରେ କୋଶଲି ନା ଏଇଟା ହଉଛି ଏମିତି ବୁଝିବା କଥା अच्छा तो ई कथा के यदि समस्त बुझी पाते और गोटे ना दी देले इछन भी ही जाता बुझले कि एटा लगे कोनो से बाधा एटा नहीं किंतु मझिने सण पुरावार बनिया कथा बने जेते बेले हो अच्छा नहीं आ गुटे कथा है जेंता कि हमर बहुत एंता शब्द माने अछि जेंता कि हमर ओडिया रो गुटे शब्द आउ हमर कोसली रो गुटे शब्द ई जेन इतार किछि एग्जांपल सर हमके बताबे जे भिन्न केनता है ओडिया भाषा नु कोसली भाषा केनता भिन्न है भिरकी वाटा गुटे शब्द हमर कोसली रे भिरकी वाटा अछि हां ओडिया रे तार प्रकृत अर्थकृत शब्द कांड मने जाने एटा भिरकला बेले कांडा होते कि सेटा माने गोटे जो थिबा हठात गोटे दिग परिवर्तन करवाटा बलद माने भिरकी छन बोली आ गोटे होचे हिरकी ने देखवाटा हिरकी ने देखवाटा बेले गोटे लोग ता माने गोटे बाटे पले गला ना से बाटे आरो लेहडी करबी ने देखवा अच्छा एटा के हिरकी ने देखवा आ गोटे इथिनो अछि हमर इथिने केडा गुनगुटी गुनगुटी शब्द ओडिया ने भी नहीं ना अच्छा गुनगुटी रो पुटी शब्द नहीं तकर केडा पुतक भी केडा गोटे बोल तो गोटे हां एना बहुत गुडे शब्द अछि जेंते के त माने ओडिया रे की अन्य भाषा नहीं ना केवल कोसली भाषा रे अछि केवल कोसली भाषा में छै आर केतेटा कथा अपन जानि कर खुशी हेबे त कोसलीटा होते सीधा संस्कृत रो अछि अच्छा इटार कोनो से भाषा के संपर्क नहीं ना सीधा संस्कृत हम एसु बोलु छु एसु बोले ई वचन इटार संस्कृत शब्द होचे ऐसम अच्छा और पढ़ू जेंटा बोलु छु तार संस्कृत होचे परुट परिहार जेंटा बोलु छु तार संस्कृत शब्द होचे परारी इटा वैदिक शब्द भी है अच्छा ऐसम परुत और परारी ता वैदिक शब्द भी है अरे इटा हमर इथि न छै हमर तब से आर गोटे आड़े आड़े जेंटा ने बोलु छु कहीं दु छु आड़े सो इटा हमर कलाहरी द पड़ा लेका क्वेश्चन अन्य आड़े भी ने को इटार कहूची जे आरजे संबोधन आरजे ओने थिले बोली के आरजे भो आरजे कुत्र गछंती एंदी बोली के संस्कृत जेंटा ने को ई टाइप रो जे आड़े बोल संसेटा के तापर आर गोटे होचे अकत अकत खुआ सुने के हम माने पूजला बोले बुगा गरा पूजला बोले अकत खुआ के मेलचा ई तमर कुकुरा भी ठोका है सेटा एटा होचे अक्षत अच्छा अक्षत रो अकत छै हां एटा बहुत गुडे शब्द अछि जे संदेश प्रागदर जोशी बहुत गुडे शब्द के हेता इटा करी छै तो मोटा मोटी कहवा ले गले सर आपण जेंता कहले आरंभ रे जे प्रयाग दत्त जोशींकर संस्पर्श रे आसीकरी से समय आपण जेहेतु ता गुटे गां रो बिलोंग्स करसन आपण दुई जन तो तांकू आपण तांकर ये रे लाइक माइंडेड हेले दुई जनकर मनोभाव मिसला दुई जनकर माने चिंताधारा मिसला सेनु आपणकर ई जेन यात्राटा कोसली भाषा रो गुटे आंदोलन रो जेन यात्राटा आपण कंटिन्यू नेतेल चलले आ जेन समय रे आपण जहा जहा करबार उपयुक्त है बोली कर भाबले सेटा गुटे पर गुटे जेते बाधा विघ्न आसले भी आपण करी चालू छन तो आगामी दिन रे ई भाषा के संवैधानिक भाषार मान्यता मिलबा इतार लागि व्यापक भाबे आउ काना प्रस्तुति आपण रखिछन प्रस्तुति हमर रखवाटा बेले देखो इथिरो लागि बहुत गुडे लोग बहुत गुडे अनुष्ठान काम करू हमर जेंटा पटना गडे टिटला गडे तापते बरगडे कुसली भाषा के अष्टम अनुच्छेद रे दियो बोली बहुत गुडे लोग काम करू तो से मन का संगे हमर सक्रिय सहयोग अछि हमें माने मूल ने कोले भी सक्रिय सहयोग से ऊपर ना अछि
ଆଜ୍ଞା ଆରୁ ଇ ଯେନ୍ ମାନେ ଦାବି ପତ୍ର ଇ ସବୁ ଦେବାଟା ତ ସେଟା ମାନେ ସମସ୍ତେ ଦଉଛନ୍, ଆମେ ସେଟାକେ ସମର୍ଥନ କରୁଛୁ, ଆମର ଲେଖା ମାଧ୍ୟମରେ ସେଟା ପ୍ରକାଶ କରୁଛୁ। ଆମେ ଏଥର ମାନେ ନୂଆ କରି ଆରମ୍ଭ କଲୁ କୁଶଲି ସାଂସ୍କୃତିକ ମହୋତ୍ସବ। ମହୋତ୍ସବରେ ଆମର ଏଇଟା ମାନେ ନାରା ଥିଲା ଯେ ଆଇବାର ଜନଗଣନାରେ ମାନେ ଆମକେ କୁଶଲି ଆମର ମାଛୁଆଟା କୁଶଲି ବୋଲିକିରି ଦେଖୁନ୍ ବୋଲିକିରି ଆଚ୍ଛା ଇ ଟାଇପର ଆମେ ମାନେ ପ୍ରୋଗ୍ରାମ କରିକରି ଆମେ ଏଇଟା ମାନେ କରୁଛୁ। ଆଚ୍ଛା ତ ମୋଟାମୋଟି କହିବାର୍ ଲାଗି ଗଲେ ସାର୍ ଆପଣଙ୍କର ଯେନ୍ ପ୍ରୟାସ ନିଶ୍ଚିତ ଭାବେ ସେଟାକେ ଯେତେ ପ୍ରଶଂସା କଲେ ବି କମ୍ ହେବା। ତ ଆମର ଯେନ୍ সোসাইটি কে ଆପଣ କାଣା ମେସେଜ ଦେବାର୍ ଲାଗି ଚାହିଁବେ ଆମର ଚ୍ୟାନେଲ ମାଧ୍ୟମରେ? सोसाइटी के मैसेज बेले देखो हमें पहला जिनिस होचे जे कोसली खाना जेटा हमारा बासी तापर कोसली पिंधन इ कपड़ा इटा पिंधले हमर अर्थनैतिक विकास हेबा। विकास हेबा। गांधी जेटा कहते काटी खाओ कुटी पिंध बोली ए कुटी खाओ काटी पिंध बोली तापर एबे तो पहाड़न धरवा लगी लोक नहीं ना किंतु जेते संभव निजे देशी जेटा नॉन ऑर्गेनिक एबे ऊपर चली छे ई सब जिनिस हमें करवार कथा जेटा कि हमें शरीर के निरोग भी रखी पारबा निजर देशी एटा भी करि पारबा। तो मोर समाज रो लगी गुटे माने एटा होछि जे निजर भाषा और संस्कृति और परंपरा ई तीन टाके नै पासवार कथा। जदि हमें पासी जो छै बोले हमर स्थिति काटा करू छै हमर स्थिति किछि नै ना छै नै तो हमें स्थिति नै रहला बोले हमें से उड़ी गला सुका पद बने दिबो सेति लगी इटा हमर भाषा संस्कृति परंपरा होछि हमर मेरुआ खुटा इटा चार बेला टिके हमें किंदर बार छै। तो समस्त अनुरोध रहुछि भाषा संस्कृति परंपरा के समस्त ध्यान दियन आरो निजर बाकी काम जेटा भी करबार छै करो। आज्ञा तेबे आपनकर संगे कथाबार्ता हेकरी सार बहुत भल लागला आमे जानबा लगी पाइलु आमर दर्शक माने भी जानबा लगी पाइले जेन लोक माने कोसली भाषा कोसली संस्कृति कोसली परंपरा के पसंद करसन सेमानकु भी बहुत जिनिस जानबा लगी मिलला। आपण अति सुंदर भावे बताले जे हमर भाषा केन आसीतिला केन समय रुई तार सृष्टि हला आउ काना करले आमे आके जिमा ई बोले आपण बहुत सुंदर माने इनफॉरमेशन माने देले जेंटा कि कोसली भाषा के भल पाउथिबार लोक मानकर तक इटा पहुंचवा भले हमको लागुछे। आपनकर संगे कथा हेगिरे हमको बहुत भल लागला सर आउ आगामी दिन रे आपनकर ई जेन कार्यक्रमटा आकु जारी रहू आउ आपनकर जेन प्रयास निश्चित भावे सफलता पाएबा बोली कि हमें आशा करूछु। तेरे दर्शक बंधु आपण माने देखुथिले जणे कोसली भाषा आंदोलन रो जणे एमिति व्यक्ति जे कि सेई भाषा रे बंचुछंती सेई भाषा को निजर भाषा बोली कि माने यथासाध्य प्रयास करिसंती कोसली भाषा को केमिति संवैधानिक भाषा रो मान्यता मिलिबो। तेबे आजि पई एतिकी आगामी अध्याय रे पुणी एमिति जणे विरल व्यक्तित्वଙ୍କ सहित देखा हबो। से पर्यंत रहिलो नमस्कार।